ମା ସମସ୍ତଙ୍କ ପାଇଁ ମା। ସେ ପଶୁ ପାଇଁ ହେଉ କି ସେ ମଣିଷ ପାଇଁ, ମାଆର ସ୍ନେହ ସବୁଠୁ ଉଚ୍ଚରେ। ଆଜ୍ଞା ହଁ, ଦେଖିଲେ ତ ଦର୍ଶକ ବନ୍ଧୁ, ଏ ହେଉଛି ଜାପାନର ଇଚିକାଓ ସିଟି ଚିଡ଼ିଆଖାନା। ପୁରା ଶାନ୍ତ ପରିବେଶ, ପକ୍ଷୀମାନଙ୍କ ଧ୍ୱନି ଆଉ ପ୍ରକୃତି ମଧ୍ୟରେ ଏକ ଛୋଟ ଜୀବନର ସଂଘର୍ଷ। ଆଜ୍ଞା ହଁ, ଏହା ହେଉଛି ପଞ୍ଚର କାହାଣୀ। ଏକ ଛୋଟ ମାଙ୍କଡ଼ ଯାହା ଜନ୍ମ ପରେ ମାଆର ସ୍ନେହ ହରାଇ ଦେଇଥିଲା। ଜନ୍ମ ପରେ କିଛି ସମୟରେ ପଞ୍ଚୁକୁ ତାର ମା ତ୍ୟାଗ କରିଦେଇଥିଲା। ପ୍ରାକୃତିକ ଭାବରେ ଏମିତି ଶିଶୁମାନେ ମାଆଙ୍କର ଶରୀରକୁ ଧରି ଲାଗି ରହି ବଡ଼ ହୁଅନ୍ତି, କିନ୍ତୁ ପଞ୍ଚର ଜୀବନରେ ସେ ସ୍ନେହ ନଥିଲା। ଜୁର କର୍ମଚାରୀମାନେ ତାଙ୍କୁ କ୍ଷୀର ପିଆଉଥିଲେ, ଲାଳନ ପାଳନ କଲେ, ସୁରକ୍ଷା ମଧ୍ୟ ଦେଲେ, କିନ୍ତୁ ମାଆର ଆଲିଙ୍ଗନ ସ୍ଥାନ କେହି ନେଇପାରିଲେ ନାହିଁ। ଯେତେବେଳେ ପଞ୍ଚୁକୁ ଅନ୍ୟ ମାଙ୍କଡ଼ମାନଙ୍କ ସହ ରଖାଗଲା, ସେ ମିଶି ପାରୁନଥିଲା। ଅନ୍ୟମାନେ ଖେଳୁଥିଲେ, ଚଢ଼ୁଥିଲେ, ଲମ୍ପଟି ମାରୁଥିଲେ, କିନ୍ତୁ ପଞ୍ଚ ଅଧିକାଂଶ ସମୟ ଏକାକୀ ବସି ରହୁଥିଲା। ଏକ ଛୋଟ ହୃଦୟ ଯାହା ଖୋଜୁଥିଲା ସୁରକ୍ଷା ଓ ସ୍ନେହ। ଏହା ଦେଖି ଜୁର ଦେଖଣାହାରୀମାନେ ଏକ ନରମ ଖେଳନା ଗୁଡ଼ିଆ ପଞ୍ଚୁକୁ ଦେଲେ। ସେମାନେ ଭାବିଥିଲେ ହୋଇପାରେ ଏହା ତାକୁ କିଛି ସ୍ନେହ ଦେବ, କିନ୍ତୁ କେହି ଭାବିନଥିଲେ ଏହି ଗୁଡ଼ିଆ ହେବ ପଞ୍ଚର ସମସ୍ତ ଜଗତ। ଆଜି ପଞ୍ଚ ସେହି ଗୁଡ଼ିଆ ସହ ନେଇ ଖାଏ, ଘୁମେ, ବୁଲେ, ଆଲିଙ୍ଗନ ମଧ୍ୟ କରେ। କେହି ନିକଟକୁ ଆସିଲେ ତାକୁ ସୁରକ୍ଷା କରେ, ଯେପରି ଏହା ତାର ମା, ଯେପରି ଏହାର ମଧ୍ୟରେ ଖୋଜି ପାଇଛି ଭଲ ପାଇବା। ପଞ୍ଚ ଓ ତାଙ୍କ ଗୁଡ଼ିଆର ଫଟୋ ଭାଇରାଲ ହେବା ପରେ ଇଚିକାଓ ସିଟି ଜୋକୁ ଦେଖିବା ପାଇଁ ଲୋକମାନଙ୍କର ଭିଡ଼ ବଢ଼ିଯାଇଛି। ଲୋକମାନେ ଆସୁଛନ୍ତି ଏକ ଛୋଟ ମାଙ୍କଡ଼ର ନିର୍ମଳ ସ୍ନେହକୁ ଦେଖିବା ପାଇଁ। ଏହା କେବଳ ଏକ ପଶୁର କାହାଣୀ ନୁହେଁ, ଏହା ହେଉଛି ସ୍ନେହର ଶକ୍ତିର କାହାଣୀ। ଏହା ନିର୍ମଳ ହୃଦୟର ସାକ୍ଷ୍ୟ, ଯାହା ଦେଖାଏ ପ୍ରେମ ଥିଲେ ଏକ ଖେଳନା ମଧ୍ୟ ହୋଇପାରେ ଜୀବନର ଆଶ୍ରୟ। ପଞ୍ଚ ଆଉ ତାର ମା କାହାଣୀ ଆମମାନଙ୍କୁ ଏହା ଶିକ୍ଷା ଦିଏ ଯେ ସ୍ନେହର ଭାଷା ସବୁଠି ସମାନ। ମାନବ ହେଉ କି ପଶୁ, ହୃଦୟ ସମସ୍ତଙ୍କର ଏକ। ଏହା ଥିଲା ପଞ୍ଚର ହୃଦୟସ୍ପର୍ଶୀ କାହାଣୀ। ବ୍ୟୁରୋ ରିପୋର୍ଟ, ଦ ବ୍ରେକିଂ ନ୍ୟୁଜ୍ 24।